ବନ୍ଧୁମାନେ ଆମର ହିନ୍ଦୁ ଧର୍ମରେ ମା ଦୁର୍ଗାଙ୍କର ଅନେକ ସ୍ୱରୂପ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ବୃକ୍ଷକୁ ମଧ୍ୟ ସାମିଲ କରାଯାଇଛି। ତ ଆଜିର ଏହି ଭିଡିଓରେ ମୁଁ ଆପଣଙ୍କୁ ଏପରି କିଛି ବୃକ୍ଷ ବିଷୟରେ କହିବାକୁ ଯାଉଛି ଯେଉଁ ବୃକ୍ଷ ଗୁଡ଼ିକୁ ଦେବ ବୃକ୍ଷ ଏବଂ ଦେବୀ ବୃକ୍ଷ ବୋଲି ମାନାଯାଇଥାଏ। ଏବଂ ଆପଣମାନେ ଜାଣନ୍ତି ଆମର ହିନ୍ଦୁ ଧର୍ମରେ ବୃକ୍ଷଲତା ଗୁଡ଼ିକର ମଧ୍ୟ ଅନେକ ମହତ୍ଵ ରହିଛି। ବୃକ୍ଷଲତା ଗୁଡ଼ିକୁ ଆମେ ଦେବୀ ଦେବତା ସଦୃଶ ପୂଜା କରିଥାଉ। ଆମର ଧାର୍ମିକ ମାନ୍ୟତା ଅନୁସାରେ ତ ଆମେ ବୃକ୍ଷଲତା ଗୁଡ଼ିକୁ ଦେବୀ ଦେବତା ଭାବରେ ପୂଜା କରିଥାଉ। ବୈଜ୍ଞାନିକ ମତ ଅନୁସାରେ ମଧ୍ୟ ବୃକ୍ଷଲତା ଗୁଡ଼ିକ ଆମର ଜୀବନର କେନ୍ଦ୍ର ହୋଇଥାନ୍ତି। କାରଣ ଆମେ ବଞ୍ଚିବା ପାଇଁ ଯେଉଁ ଅମ୍ଳଜାନ ସବୁଠାରୁ ଅଧିକ ଦରକାର କରିଥାଉ ତାହା ଆମେ ବୃକ୍ଷଠାରୁ ହିଁ ପାଇଥାଉ। ବୃକ୍ଷଲତା ମାନେ ନିଜେ ଖରା ବର୍ଷା ସହି ଆମକୁ ଶୀତଳତା ପ୍ରଦାନ କରିଥାନ୍ତି। ତ ଏପରି କିଛି ବୃକ୍ଷଲତା ରହିଛି ଯାହାକୁ ଯଦି ଆପଣ ଏହି ନବରାତ୍ରିର ପାବନ ପର୍ବରେ କୌଣସି ବି ଦିନ ଛୁଇଁ ଦିଅନ୍ତି ତ ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ଗୁଡ଼ିକ ଦୂର ହୋଇଯାଇଥାଏ। ଆମର ଧର୍ମଶାସ୍ତ୍ରରେ ବୃକ୍ଷଲତା ଗୁଡ଼ିକୁ ବହୁତ ଗୁଣକାରୀ ବୋଲି ମାନାଯାଇଥାଏ। ଅନେକ ଗୁଡ଼ିଏ ବେମାରୀର ଉପଚାର ମଧ୍ୟ ଏହି ବୃକ୍ଷଲତା ମଧ୍ୟରେ ଲୁଚି ରହିଛି। ଏବଂ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଗୀତାରେ କହିଛନ୍ତି ଯେ ବୃକ୍ଷ ମଧ୍ୟରେ ରାଜା ହେଉଛି ଓସ୍ତ ଗଛ। କାରଣ ସବୁ ଗଛମାନଙ୍କ ମଧ୍ୟରୁ ସର୍ବାଧିକ ଆୟୁ ଓସ୍ତ ଗଛର ହିଁ ହୋଇଥାଏ। ଏବଂ ଓସ୍ତ ଗଛକୁ ସାକ୍ଷାତ ବିଷ୍ଣୁଙ୍କର ସ୍ୱରୂପ ବୋଲି ମଧ୍ୟ ମାନାଯାଇଥାଏ। ବନ୍ଧୁମାନେ ଆମର ହିନ୍ଦୁ ଧର୍ମ ଅନୁସାରେ ଏପରି ଅନେକ ବୃକ୍ଷ ରହିଛି ଯେଉଁମାନେ ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାନ୍ତି। ତ ଯଦି ଆପଣ ଏହି ବୃକ୍ଷ ଗୁଡ଼ିକୁ ଛୁଇଁ ନିଅନ୍ତି ତ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିଥାଏ। ବିଶେଷ କରି ନବରାତ୍ରି ସମୟରେ ଏହାର ପ୍ରଭାବ ଅନେକ ଗୁଣା ଅଧିକ ବଢ଼ିଯାଇଥାଏ। କାରଣ ନବରାତ୍ରିର ସମୟକୁ ଶକ୍ତିର ପର୍ବ ବୋଲି ମାନାଯାଇଥାଏ। କାରଣ ଏହି ସମୟରେ ଅଚେତ ବସ୍ତୁ ମଧ୍ୟ ଚେତନା ପ୍ରାପ୍ତ କରିଥାଏ। ଅର୍ଥାତ୍ ଏହି ସମୟରେ ଯେଉଁ ଶକ୍ତି ଆମର ଧରିତ୍ରୀକୁ ଆସିଥାଏ ଆମର ଜୀବଜନ୍ତୁ ପଶୁପକ୍ଷୀ ଏମିତିକି ନିର୍ଜୀବ ବସ୍ତୁ ମଧ୍ୟରେ ମଧ୍ୟ ପ୍ରାଣ ଜାଗିଥାଏ। କାରଣ ଏହି ସମୟରେ ମାଙ୍କର 9ଟି ସ୍ୱରୂପର ପୂଜା କରାଯାଇଥାଏ। ଏବଂ ଏହି 9ଟି ସ୍ୱରୂପ କେତେ ଶକ୍ତିଶାଳୀ ଅଟନ୍ତି ତାହା ଆପଣମାନେ ସମସ୍ତେ ଜାଣନ୍ତି। ତ ଆଜିର ଏହି ଭିଡିଓରେ ମୁଁ ଆପଣଙ୍କୁ ଏପରି 3ଟି ବୃକ୍ଷ ବିଷୟରେ କହିବାକୁ ଯାଉଛି। ଯଦି ନବରାତ୍ରିର କୌଣସି ବି ଦିନରେ ଆପଣ ଏହି ବୃକ୍ଷକୁ ଛୁଇଁ ଦେଇ ଆସନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବା ସହିତ ଜୀବନରେ ଚାଲୁଥିବା ସମସ୍ତ ଦୁଃଖ କଷ୍ଟ ସମସ୍ୟାର ମଧ୍ୟ ଅନ୍ତ ହୋଇପାରିବ। ତ ପ୍ରଥମ ବୃକ୍ଷଟି ହେଉଛି ବେଲ ବୃକ୍ଷ। ଏହି ବେଲ ବୃକ୍ଷଟି ମା ପାର୍ବତୀଙ୍କ ଝାଳରୁ ଉତ୍ପନ୍ନ ହୋଇଛି। ସ୍କନ୍ଧ ପୁରାଣ ଅନୁସାରେ ମା ପାର୍ବତୀ ଦେବୀଙ୍କର ଏକ ସ୍ୱରୂପ ଅଟନ୍ତି। ଅର୍ଥାତ୍ ନବଦୁର୍ଗାଙ୍କର ସ୍ୱରୂପ ମଧ୍ୟରୁ ମା ପାର୍ବତୀ ଜଣେ ଅଟନ୍ତି। ତ ବେଲ ବୃକ୍ଷର ଡାଳରେ ମା ପାର୍ବତୀ, ମୂଳରେ ବ୍ରହ୍ମା, ମଧ୍ୟଭାଗରେ ବିଷ୍ଣୁ ଏବଂ ଅନ୍ୟ ସମସ୍ତ ଅଂଶ ଗୁଡ଼ିକରେ ଭଗବାନ ମହାଦେବଙ୍କର ବାସ ହୋଇଥାଏ। ତ ସନ୍ଧ୍ୟା ସମୟରେ ଯଦି ଆପଣ ଶିବ ମନ୍ଦିରର ପାଖାପାଖି କିମ୍ବା ନବଦୁର୍ଗାଙ୍କ ମନ୍ଦିରର ପାଖାପାଖିରେ ଯଦି କୌଣସି ବେଲ ବୃକ୍ଷ ଥାଏ ତ ସେହି ବେଲ ବୃକ୍ଷ ମୂଳରେ ଆପଣ ଯଦି ଘିଅର ଦୀପ ଜାଳନ୍ତି ତ ଆପଣ ଧନବାନ, ଗୁଣବାନ ଏବଂ ପରାକ୍ରମୀ ବନିଥାନ୍ତି। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆମର ଧର୍ମଶାସ୍ତ୍ରରେ ଏପରି ମଧ୍ୟ ଉଲ୍ଲେଖ ରହିଛି ଯେ ଏହି ନବରାତ୍ରି ସମୟରେ ମା ନବଦୁର୍ଗାଙ୍କର ସ୍ମରଣ କରି ଯଦି କୌଣସି ବି ବ୍ୟକ୍ତି ବେଲ ବୃକ୍ଷକୁ 7 ଥର ଛୁଇଁ ଦିଅନ୍ତି ତ ଯେଉଁ ବ୍ୟକ୍ତିମାନେ ଏହି ସମୟରେ ବ୍ରତ ଉପବାସ ରଖିଛନ୍ତି ତାଙ୍କର ଥକାପଣ ତୁରନ୍ତ ହିଁ ଚାଲି ଯାଇଥାଏ। ତ ଏହି ସମୟରେ ଯଦି ଆପଣ ବ୍ରତ ରଖୁଛନ୍ତି, ଉପବାସ ରଖୁଛନ୍ତି ତ ଉପବାସ କାରଣରୁ ଆପଣଙ୍କ ଭିତରେ ଥକାପଣ ଦେଖା ଦେଇଥାଏ। ମାତ୍ର ଆପଣ ଯଦି ବେଲ ବୃକ୍ଷକୁ 7 ଥର ଛୁଇଁ ଦିଅନ୍ତି ତେବେ ତୁରନ୍ତ ହିଁ ଆପଣଙ୍କ ମଧ୍ୟରୁ ଥକାପଣ ଦୂର ହୋଇଯାଇଥାଏ। ବନ୍ଧୁମାନେ ଅନେକ ସନ୍ଥ ମହାପୁରୁଷମାନେ ବେଲପତ୍ରକୁ ଖାଇ ହିଁ ତପସ୍ୟା କରିଥାନ୍ତି ଏବଂ ଅନେକ ସିଦ୍ଧି ମଧ୍ୟ ପ୍ରାପ୍ତି କରିଥାନ୍ତି। ଧର୍ମଶାସ୍ତ୍ର ଗୁଡ଼ିକରେ ବର୍ଣ୍ଣନା ଅଛି ଯେ ଆପଣ ଯଦି ନବରାତ୍ରି ସମୟରେ ବେଲପତ୍ର ସେବନ କରିଥାନ୍ତି ତ ଯେଉଁ ବ୍ୟକ୍ତିମାନେ ଲମ୍ବା ସମୟ ଧରି କୌଣସି ମନ୍ତ୍ରର ଜପ କରୁଛନ୍ତି ଏବଂ ସିଦ୍ଧି ପ୍ରାପ୍ତି କରିପାରୁନାହାନ୍ତି ତ ଆପଣ ଏହି ନବରାତ୍ରି ସମୟରେ ବେଲଗଛ ମୂଳରେ ଘିଅର ଦୀପ ନିଶ୍ଚିତ ଭାବରେ ଜଳାନ୍ତୁ। ଆପଣଙ୍କୁ ନିଶ୍ଚିତ ଭାବରେ ସିଦ୍ଧି ପ୍ରାପ୍ତି ହେବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତି ହେବ।
ଏବଂ ଯେଉଁ ବ୍ୟକ୍ତିମାନଙ୍କର ଲମ୍ବା ସମୟ ଧରି କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ, ତ ଆପଣ ପ୍ରତ୍ୟେକ ଦିନ ନବରାତ୍ରି ସମୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ବେଲବୃକ୍ଷ ମୂଳରେ ନିଶ୍ଚିତ ରୂପରେ ଘିଅର ଦୀପ ଜଳାନ୍ତୁ। ଏବଂ ଯଦି କୌଣସି ବି ବ୍ୟକ୍ତି ଏହି ନବରାତ୍ରି ସମୟରେ ବେଲବୃକ୍ଷ ମୂଳରେ କ୍ଷୀର ଅର୍ପଣ କରନ୍ତି, ତ ଆପଣଙ୍କର ସମସ୍ତ ରୋଗ ବ୍ୟାଧି ଦୂର ହୋଇଯାଇଥାଏ। ଏବଂ ଯଦି ଆପଣ ଗଙ୍ଗା ଜଳରେ ସିନ୍ଦୁର ମିଶାଇ ବେଲବୃକ୍ଷ ମୂଳରେ ଅର୍ପଣ କରନ୍ତି, ତ ଆପଣଙ୍କର ଦାରିଦ୍ର୍ୟତା ଦୂର ହୋଇଥାଏ। ଏବଂ ଯଦି ଜଳରେ କଳା ରାଶି ମିଶାଇ ଆପଣ ବେଲବୃକ୍ଷ ମୂଳରେ ଅର୍ପଣ କରନ୍ତି, ତ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏବଂ ଆପଣମାନେ ଜାଣି ରଖିବା ଉଚିତ ଯେ ବେଲ ଗଛରେ ଯେଉଁ 3ଟି ପତ୍ର ରହିଥାଏ, ତ୍ରିଶାଖା ବେଲପତ୍ର ହୋଇଥାଏ। ଗୋଟିଏ ପତ୍ରକୁ ମା ମହାକାଳୀ, ଗୋଟିଏ ପତ୍ରକୁ ମା ମହାଲକ୍ଷ୍ମୀ ଏବଂ ଅନ୍ୟ ପତ୍ରଟିକୁ ମା ସରସ୍ୱତୀଙ୍କର ସ୍ୱରୂପ ବୋଲି ମାନାଯାଇଥାଏ। ତ ବେଲ ଗଛର ଯେଉଁ ପତ୍ରରେ 3ଟି ପତ୍ର ରହିଥାଏ, ମହାକାଳୀ, ମା ମହାଲକ୍ଷ୍ମୀ, ମା ସରସ୍ୱତୀଙ୍କର ସ୍ୱରୂପ ହୋଇଥାଏ। ତ ଏହି 3ଟି ପତ୍ରରେ ଯଦି ଓମ୍ ଐଂ ହ୍ଲିଂ କ୍ଲିଂ ଲେଖି ସେହି ପତ୍ରକୁ ଆପଣ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତି ଏବଂ ସିନ୍ଦୁରରେ ସେହି ମନ୍ତ୍ରକୁ ଆପଣ ପତ୍ରରେ ଲେଖି ମାଙ୍କୁ ଅର୍ପଣ କରନ୍ତି, ତ ତତ୍କାଳ ହିଁ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ। ଯଦି ଅନେକ ଦିନ ଧରି କୌଣସି ମନସ୍କାମନା ଆପଣଙ୍କର ରହିଛି ଯାହାକି ପୂର୍ଣ୍ଣ ହୋଇପାରୁନାହିଁ, ତ ଆପଣ ଏହି ଉପାୟଟି ନିଶ୍ଚିତ ପାଳନ କରନ୍ତୁ। ଦେଖିବେ ଆପଣଙ୍କର ମନସ୍କାମନା ଅତି ଶୀଘ୍ର ହିଁ ପୂର୍ଣ୍ଣ ହୋଇଯିବ। ବନ୍ଧୁମାନେ, ଏହି ନବରାତ୍ରି ସମୟରେ ଯଦି ଆପଣ ତମ୍ବାର ମୁଦି ଏହି ବେଲଗଛ ମୂଳରେ ଗାତ ଖୋଳି ପୋତି ଦିଅନ୍ତି ଏବଂ 4 ଦିନ ତାକୁ ସେହିପରି ରହିବାକୁ ଛାଡ଼ି ଦିଅନ୍ତୁ। ତାପରେ ସେହି ମୁଦିକୁ ଯଦି ଆପଣ ଧାରଣ କରନ୍ତି, ତ ସେହି ମୁଦି ଜାଗ୍ରତ ହୋଇଯାଇଥାଏ। କାରଣ ନବରାତ୍ରି ସମୟରେ ବେଲଗଛର ଊର୍ଜା ବହୁତ ଅଧିକ ବଢ଼ିଯାଇଥାଏ। ଏବଂ ଯଦି ଆପଣ ଏହି ମୁଦିକୁ ବେଲଗଛ ମୂଳରେ 4 ଦିନ ପର୍ଯ୍ୟନ୍ତ ପୋତି ତାପରେ ତାକୁ ନେଇକି ଧାରଣ କରନ୍ତି, ତ ରକ୍ତ ସମ୍ବନ୍ଧିତ ସମସ୍ତ ସମସ୍ୟା ଆପଣଙ୍କର ଦୂର ହୋଇଥାଏ। କାରଣ ତମ୍ବାର ଯେଉଁ ଧାତୁ ରହିଥାଏ ତାହା ମଙ୍ଗଳଙ୍କ ସହିତ ଜଡ଼ିତ ହୋଇଥାଏ। ଏପରିକି ଆପଣଙ୍କର ଯଦି ଶନି ଦୋଷ ଚାଲିଥାଏ, ତ ସେଥିରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଥାଏ। ଅର୍ଥାତ୍ ଶନିଙ୍କର ପ୍ରଭାବ ଆପଣଙ୍କ ଉପରେ ଏତେଟା ପଡ଼ିନଥାଏ। ରାହୁ କଷ୍ଟ ମଧ୍ୟ ଆପଣଙ୍କୁ ଭୋଗିବାକୁ ପଡ଼ିନଥାଏ ଏବଂ ନବଦୁର୍ଗାଙ୍କର କୃପାରୁ ଆପଣ ସର୍ବଦା ସୁରକ୍ଷିତ ହୋଇ ରହିଥାନ୍ତି। ଏବଂ ଏହି ମୁଦିକୁ ଧାରଣ କରିଥିବା ବ୍ୟକ୍ତିଙ୍କର କେବେ ବି ଅକାଳ ମୃତ୍ୟୁ ମଧ୍ୟ ହୋଇନଥାଏ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ବୃକ୍ଷ ବିଷୟରେ। ତ ଦ୍ୱିତୀୟ ବୃକ୍ଷଟି ହେଉଛି ଶମୀ ବୃକ୍ଷ। ଶମୀ ବୃକ୍ଷକୁ ଜଗଦମ୍ବାଙ୍କର ସ୍ୱରୂପ ବୋଲି ମାନାଯାଇଥାଏ। ଶମୀ ବୃକ୍ଷରେ ସ୍ୱୟଂ ମା ଜଗଦମ୍ବା ବାସ କରିଥାନ୍ତି। ଏବଂ ଯଦି କୌଣସି ବି ବ୍ୟକ୍ତି ସନ୍ଧ୍ୟା ସମୟରେ ଶମୀ ବୃକ୍ଷ ମୂଳରେ ଧୂପ ଦୀପ ଜଳାଇଥାନ୍ତି, ଶମୀ ବୃକ୍ଷର ଆଳତି କରିଥାନ୍ତି, ତ ତାଙ୍କ ଜୀବନରେ ଚାଲିଥିବା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯାଇଥାଏ। ଆମର ଧର୍ମଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ନବରାତ୍ରିର ଯେଉଁ ପଞ୍ଚମୀ ଏବଂ ସପ୍ତମୀ ଦିନ ରହିଥାଏ, ଏହି 2ଟି ଦିନ ମଧ୍ୟରୁ କୌଣସି ଗୋଟିଏ ଦିନରେ ଆପଣ ଯଦି ଶମୀ ବୃକ୍ଷରେ ଲାଲ ଚୁଡ଼ି ବାନ୍ଧି ଦିଅନ୍ତି, ନିଜର ମନସ୍କାମନାକୁ କହି ଏହି ଲାଲ ଚୁଡ଼ିକୁ ଆପଣ ଶମୀ ବୃକ୍ଷରେ ବାନ୍ଧି ଦିଅନ୍ତି, ତ ଆପଣଙ୍କର ସେହି ମନସ୍କାମନା ଅତି ଶୀଘ୍ର ହିଁ ପୂର୍ଣ୍ଣ ହୋଇଥାଏ। ଏବଂ ଯଦି କେଉଁ ମହିଳା ଏହି ଲାଲ ଚୁଡ଼ିକୁ ନେଇକି ଶମୀ ବୃକ୍ଷରେ ବାନ୍ଧନ୍ତି, ତ ତାଙ୍କୁ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ ଏବଂ ତାଙ୍କ ସ୍ୱାମୀଙ୍କର ମଧ୍ୟ ମଙ୍ଗଳ ହୋଇଥାଏ ଏବଂ ତାଙ୍କ ସ୍ୱାମୀଙ୍କର କେବେ ଅକାଳ ମୃତ୍ୟୁ ମଧ୍ୟ ହୋଇନଥାଏ। ଏବଂ ଶମୀ ବୃକ୍ଷ ମୂଳରେ ଯଦି ଆପଣ ସିନ୍ଦୁର ଅର୍ପଣ କରନ୍ତି, ତ ଆପଣଙ୍କୁ ଆରୋଗ୍ୟ ପ୍ରାପ୍ତି ହୋଇଥାଏ। ତ ଆପଣଙ୍କ ଘରେ ଯଦି କୌଣସି ବ୍ୟକ୍ତି ଅଧିକ ଦିନ ଧରି କୌଣସି ବେମାରୀରେ ପଡ଼ି ରହିଛନ୍ତି, ତ ଆପଣ ତାଙ୍କ ଚାରିପଟେ ସିନ୍ଦୁରକୁ 7 ଥର ବୁଲାଇ ଦିଅନ୍ତୁ। ତାପରେ ସେହି ସିନ୍ଦୁରକୁ ଆଣି ଆପଣ ଶମୀ ବୃକ୍ଷ ମୂଳରେ ଅର୍ପଣ କରିଦିଅନ୍ତୁ। ଆପଣ ଦେଖିବେ ଯେ ତାଙ୍କର ସେହି ବେମାରୀ ଧୀରେ ଧୀରେ ଭଲ ହେବାକୁ ଲାଗିବ ଏବଂ ସେହି ବ୍ୟକ୍ତି ସୁସ୍ଥ ହେବାକୁ ଲାଗିବେ। ତ ମନସ୍କାମନା ପୂର୍ଣ୍ଣ ପାଇଁ ମୁଁ ଆପଣଙ୍କୁ ଏକ ମନ୍ତ୍ର କହିବାକୁ ଯାଉଛି। ଏହି ମନ୍ତ୍ରକୁ ଉଚ୍ଚାରଣ କରି ନବରାତ୍ରି ସମୟରେ ଆପଣ ଶମୀ ବୃକ୍ଷକୁ ଛୁଇଁବା ଦ୍ୱାରା ଆପଣଙ୍କର ମନସ୍କାମନା ଅତି ଶୀଘ୍ର ପୂର୍ଣ୍ଣ ହୋଇଥାଏ। ଏମିତିକି ଆପଣଙ୍କର ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ। ତ ମନ୍ତ୍ରଟି ହେଉଛି ମମ ମନୋରଥ ପୁରେ ଦରିଦ୍ର୍ୟ ନାଶେ। ଏହି ମନ୍ତ୍ରକୁ ଉଚ୍ଚାରଣ କରି ଆପଣ ଶମୀ ବୃକ୍ଷକୁ ଛୁଇଁବା ଉଚିତ। ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ଏବଂ ଆପଣଙ୍କର ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ। ଆପଣ ଯଦି ଚାହିଁବେ ତ ଏହି ନବରାତ୍ରି ସମୟରେ ଆପଣ
ଶମୀ ବୃକ୍ଷରେ ରକ୍ଷାସୂତ୍ର ମଧ୍ୟ ବାନ୍ଧି ପାରିବେ। ଶମୀ ବୃକ୍ଷରେ ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ମା ଦୁର୍ଗା ମଧ୍ୟ ଆପଣଙ୍କ ନିକଟରେ ସଦା ସର୍ବଦା ପାଇଁ ରହିଥାନ୍ତି। ତ ନବରାତ୍ରି ସମୟରେ ଯଦି ଆପଣ ମା ଦୁର୍ଗାଙ୍କ ପାଇଁ 9 ଦିନ ପାଇଁ ଉପବାସର ବ୍ରତ ପାଳନ କରିପାରୁନାହାନ୍ତି, ତ ଆପଣ ଯଦି ପ୍ରତ୍ୟେକ ଦିନ ସ୍ନାନ କରିବା ସମୟରେ ସ୍ନାନ ଜଳରେ ଶମୀ ବୃକ୍ଷର ମୂଳର କିଛି ମାଟି ନେଇକି ମିଶାଇକି ସ୍ନାନ କରନ୍ତି, ତ ଆପଣଙ୍କୁ 9 ଦିନରେ ଉପବାସ କରିବାର ଫଳ ପ୍ରାପ୍ତି ହୋଇଥାଏ। ଆପଣଙ୍କର ଦୁର୍ଭାଗ୍ୟ ଦୂର ହୋଇଯାଇଥାଏ, ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏମିତିକି ମା ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ତ ନବରାତ୍ରି ସମୟରେ ଆପଣ ସ୍ନାନ ଜଳରେ ଏହି ଶମୀ ବୃକ୍ଷ ମୂଳର ମାଟି ମିଶାଇ ସ୍ନାନ କରନ୍ତୁ। ଦେଖିବେ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତି ହେବ। ଏମିତିକି ଆପଣଙ୍କ ଶରୀରରେ ଯଦି କୌଣସି ପ୍ରକାରର ପୀଡ଼ା ରହିଛି, କୌଣସି ନକାରାତ୍ମକ ଶକ୍ତିର ବାସ ହୋଇଛି, ତେବେ ତାହା ମଧ୍ୟ ସମାପ୍ତ ହୋଇଯିବ। ତୃତୀୟ ବୃକ୍ଷଟି ହେଉଛି ପାରିଜାତର ବୃକ୍ଷ, ଯାହାକୁ ଆମେ ଗଙ୍ଗଶିଉଳି ଗଛ ବୋଲି ମଧ୍ୟ କହିଥାଉ। ଏହି ପାରିଜାତ ବୃକ୍ଷ ସମୁଦ୍ର ମନ୍ଥନ ସମୟରେ ଉତ୍ପନ୍ନ ହୋଇଥିଲା ଏବଂ ଏହି ବୃକ୍ଷକୁ ଦେବରାଜ ଇନ୍ଦ୍ରଙ୍କର ନନ୍ଦନ ବନରେ ସ୍ଥାପନ କରାଯାଇଥିଲା। ମାତ୍ର ମାନବ ଜାତିର କଲ୍ୟାଣ ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ ଏହି ପାରିଜାତ ବୃକ୍ଷକୁ ଆମର ଧରିତ୍ରୀ ଲୋକକୁ ଆଣିଥିଲେ। ତ ଏହି ଯେଉଁ ପାରିଜାତର ବୃକ୍ଷ ରହିଛି, ଏହାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଇଥାଏ। କାରଣ ମା ଲକ୍ଷ୍ମୀ ମଧ୍ୟ ସମୁଦ୍ର ମନ୍ଥନରୁ ହିଁ ଉତ୍ପନ୍ନ ହୋଇଥିଲେ। ତ ଏହିଭଳି ସମ୍ପର୍କରୁ ଦେଖିବାକୁ ଗଲେ ପାରିଜାତ ବୃକ୍ଷକୁ ମା ଲକ୍ଷ୍ମୀଙ୍କର ଭଉଣୀ ବୋଲି ମାନାଯାଇଥାଏ। ତ ନବରାତ୍ରି ସମୟରେ ଯଦି ଆପଣ ପାରିଜାତ ବୃକ୍ଷର ମୂଳରେ ଘିଅର ଦୀପ ଜଳାନ୍ତି ଏବଂ ଏହା ମୂଳରେ ସିନ୍ଦୁର ଅର୍ପଣ କରନ୍ତି, ତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତ ଆପଣ ଯେତେବେଳେ ଘିଅର ଦୀପ ଜଳାଉଛନ୍ତି ଏବଂ ସିନ୍ଦୁର ଅର୍ପଣ କରୁଛନ୍ତି, ସେହି ସମୟରେ ଆପଣ ପ୍ରାର୍ଥନା କରନ୍ତୁ ଯେ ହେ ପାରିଜାତ ବୃକ୍ଷ, ଆପଣ ମାଙ୍କର ସ୍ୱରୂପ ଅଟନ୍ତି। ଆପଣ ମୋର ସବୁ କଷ୍ଟ, ସବୁ ପୀଡ଼ାକୁ ଦୂର କରିଦିଅନ୍ତୁ। ମୋର ଯେଉଁ ଗ୍ରହ ଦୋଷ ରହିଛି, ପିତୃଦୋଷ ରହିଛି, ତାକୁ ମଧ୍ୟ ଆପଣ ସମାପ୍ତ କରନ୍ତୁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମୋତେ ପ୍ରାପ୍ତ ହେଉ, ତାହା ମଧ୍ୟ ଆପଣ ଆଶୀର୍ବାଦ କରନ୍ତୁ। ଏହିଭଳି ଆପଣ ପାରିଜାତ ବୃକ୍ଷ ମୂଳରେ ନିଜର ମନସ୍କାମନାକୁ କହି ଦୀପ ଜାଳନ୍ତୁ ଏବଂ ସିନ୍ଦୁର ଅର୍ପଣ କରନ୍ତୁ। ତ ନବରାତ୍ରି ସମୟରେ ଯଦି ଆପଣ ଏହି 3ଟି ବୃକ୍ଷକୁ ଛୁଇଁ ଦିଅନ୍ତି ଏବଂ ନିଜର ମନସ୍କାମନାକୁ କୁହନ୍ତି, ତ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବା ସହିତ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ ଏବଂ ଆପଣଙ୍କୁ ସବୁଦିନ ପାଇଁ ଦାରିଦ୍ର୍ୟତାରୁ ମଧ୍ୟ ମୁକ୍ତି ମିଳିଥାଏ। ତ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ପାଇଁ, ଆପଣଙ୍କର କାର୍ଯ୍ୟରେ ପ୍ରଗତି ପାଇଁ ଏବଂ ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ନବରାତ୍ରି ସମୟରେ ଆପଣ ନିଶ୍ଚିତ ଭାବରେ ଏହି ଉପାୟର ପାଳନ କରନ୍ତୁ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ମା ଦୁର୍ଗା ନିଶ୍ଚୟ ଲେଖିବେ।